ସାଙ୍ଗ ମାନେ ଆପଣମାନଙ୍କ ପ୍ରିୟ ଧାରାବାହିକ ଅତୁଟ ବନ୍ଧନ ଆପଣମାନେ ଦେଖିବାକୁ ପାଇବେ ଜବରଦସ୍ତିନୀ। ତେଜସ୍ର ମା ତେଜସ୍କୁ ତା ବାପା ଅପେକ୍ଷା କରୁଥିଲେ। ତେଜସ୍ ଯେତେବେଳେ ଘରକୁ ଆସିବ ସେତେବେଳେ ତା ମା କହିବ କି କୁଆଡ଼େ ଯାଇଥିଲୁ ତୁ କ'ଣ ସତରେ ଗୋଟେ କ୍ରାଇମ୍ ମିଟିଂରେ ଯାଇଥିଲୁ? ତୁ ତୋ ମାଆକୁ ମିଛ କହୁଛୁ ନା? ତାପରେ ତେଜସ୍ କହିବ ମିଛ ହେଇପାରେ, ମୁଁ ମିଛ କହୁଛି, କିନ୍ତୁ କାହାର ତ ଲସ୍ କରୁନି ନା ମା। ତାପରେ ଭବାନୀ କହିବ ତୁ କ'ଣ କହୁଛୁ ତେଜସ୍, ତୁ କିଛି ଜାଣିପାରୁ ତ? ହଁ ମା, ତମେ ତ୍ରିନାଲୀଙ୍କ ସାଙ୍ଗରେ ଯାହା ବି କରିଛ ସେସବୁ ମୁଁ ଜାଣିପାରିଛି, ସବୁ ଜାଣିଦେଇଛି। ଭବାନୀ କହିବ ସେ ଝିଅ ତୋର କ'ଣ ହବ? ଭବାନୀ ବହୁତ ଜୋରରେ ରାଗି ଯାଇ କହିବ ସେ ଝିଅ ତୋର କ'ଣ ହବ? ତାପରେ ସେ ଯାହା ପାଇକି ତୁ ମୋତେ ଏତେ କଥା ଶୁଣାଉଛୁ ତା ସହିତ ତୋର ସମ୍ପର୍କ କ'ଣ? ତାପରେ ତେଜସ୍ ଅତି ଜୋରରେ ରାଗି ଯାଇ କହିବ ସେ ହେଉଛି ମୋ ଭାବି ସ୍ତ୍ରୀ, ଆଉ ମୁଁ ତାକୁ ବହୁତ ଭଲ ପାଏ, ମୋ ଜୀବନଠୁ ବି ଅଧିକ ଭଲ ପାଏ। ତେଜସ୍ର ଏକଥା ଶୁଣି ଭବାନୀର ମୁଣ୍ଡ ବୁଲି ତଳେ ପଡ଼ିଯିବ। ତାପରେ ତେଜସ୍ର ବାପା ଆଉ ତେଜସ୍ ଭବାନୀକୁ ଧରି ନେଇ ଗୋଟେ ଟେବୁଲ ଉପରେ ବସେଇ ଦେବେ। ତେଜସ୍ର ବାପା ଯେତେବେଳେ ଏ କଥା ଜାଣିବ ତେଜସ୍ ମୁହଁକୁ ଚାହିଁ ରହିବ। ଭବାନୀ କହିବ ସେ ଝିଅକୁ ତୁ ମୋ ଜୀବନଠୁ ଦୂରେଇ ଦେ, ମୁଁ ତାକୁ ବହୁତ ଘୃଣା କରେ, ତାକୁ ମୁଁ ଶତ୍ରୁ ବୋଲି ଭାବେ। ଶେଷରେ ତୁ ସେଇ ଝିଅକୁ ଭଲ ପାଇ ବସିଲୁ। ତାପରେ ଭବାନୀ ଉଠିଯାଇ ଗୋଟେ ଛୁରୀ ଆଣି ନିଜ ବେକରେ ଲଗେଇ ଦେବ। ଆଉ ତାପରେ ତା ପୁଅକୁ କହିବ ଦେଖ ତେଜସ୍, ମୁଁ ତୋତେ ବି ବହୁତ ଭଲ ପାଏ, ସେ ଝିଅକୁ ମୁଁ ଘୃଣା କରେ, ମୁଁ କେବେ ଭାବିନଥିଲି ଯେ ତୁ ସେ ଝିଅକୁ ମୋ ଶତ୍ରୁକୁ ହିଁ ତୁ ଭଲ ପାଇବୁ ବୋଲି। ତାପରେ ଭବାନୀ ଉଠି ଆସି ପରିବା କାଟୁଥିବା ଛୁରୀକୁ ନେଇ ଆସି ନିଜ ବେକରେ ଲଗେଇ ଦେବ। ତାପରେ କହିବ ତୁ ତାକୁ ଛାଡ଼ିଦେ, ସେ ଝିଅକୁ ତୁ ତୋ ପାଖରୁ ଦୂରେଇ ଦେ, ତା ସହିତ ସବୁ ସମ୍ପର୍କ କାଢ଼ିଦେ, ଆଉ ତୁ ତାକୁ ଭୁଲି ଯା। ତେଜସ୍ କ'ଣ କରିବ କିଛି ଭାବି ପାରୁନି। ହଁ ସାଙ୍ଗମାନେ, ସେ ତା ଯାହାକୁ ଭଲ ପାଉଛି ସେ ତା କଥା ରଖିବ ନା ତା ମା କଥା ରଖିବ? ତ ସତରେ କ'ଣ ତେଜସ୍ ତ୍ରିନାଲୀକୁ ଭୁଲିଯିବ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣେଇବେ। ଜୟ ଜଗନ୍ନାଥ।